ଦେଖିବା ଆଜି ଆମ ପୋଖରୀରେ ପାଣି ସଫା ହେଉଛି କେମିତି ମାଛ ଧରା ହେଉଛି। ଆସନ୍ତୁ ଆଜି ଦେଖିବା ଆମ ପୋଖରୀରେ ଆଜି ସମସ୍ତେ କେମିତି ମାଛ ଧରୁଛନ୍ତି। ଜାଲ ଟାଣୁଛନ୍ତି ଛୋଟ ଛୋଟ ଛୁଆମାନେ। ଦେଖନ୍ତୁ କେମିତି ମାଛଟା ଧରୁଛନ୍ତି ଆମର ଏପଟେ। ଆଉ ସେପଟେ ବି ଲୋକ ଅଛନ୍ତି। ଦେଖ ଆମ ଛୋଟ ଛୋଟ ଛୁଆମାନେ ଆମର ଗାଁରେ କେହି ନାହାନ୍ତି ଯେମିତି ସେଇଥିପାଇଁ ଛୋଟ ଛୋଟ ଛୁଆମାନେ ସବୁ ମାଛ ଧରୁଛନ୍ତି ଆଉ। ପାଣି ଶୁଖିଗଲେ ଆମେ ସବୁ ମାଛ ଧରିବେ ଆଉ ଅଳ୍ପ ପାଣି ଅଛି। ସେ ଅଳ୍ପ ପାଣିରେ ବି ସବୁ ଜାଲ ଟାଣା ଲଗେଇଛନ୍ତି ଆଉ। ଯେମିତି କେହି ନାହାନ୍ତି ଆମ ଗାଁରେ ସେଇଥିପାଇଁ କେହି ବି ଆସୁନାହାନ୍ତି। ଆଉ ସବୁ କାଦୁଅ ନାହାନ୍ତି ସବୁ ଆଡ଼ରେ ନୋପରାଡର ହେଇକି କହୁଛି ଟାଣ 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 ଏମିତି କରାହଉଛି। କିନ୍ତୁ କେହି କାହାକୁ ଆଉ ଯାଉନାହାନ୍ତି। ଏଇଠି ଆଉ ତା ବଡ଼ମା ଆଉ ତା ଝିଆରୀର ଏମିତି ଟାଣାଟୁଣି ହେଉଛି ପୋଖରୀରେ ଯିବେ ବୋଲି। ଆଉ ଇଏ ତ ଆମର ପୁଟି ସେ ଖାଲି ମୋବାଇଲ ଧରିବ। ଭାରି ମୋବାଇଲ ଧରୁଛି। ମାଛ ଧରା ହେଉଛି ଦେଖ। ହଁ ଇଏ ହେଉଛି ଏଇ ତାଙ୍କ କାକି ଝିଆରୀ ମାନେ ବଡ଼ମା ଝିଆରୀ ଲାଗିଛନ୍ତି। ଏଇ ମାଛ ଗୁଡ଼ା ଆମର ଡେଇଁକି ପଳେଇଲା। ମାଛ ଗୁଡ଼ା ଡେଇଁକି ପଳେଇଲା ବୋଲି ଦେଖ କେମିତି ଲାଗୁଛନ୍ତି। କେମିତି ମାଛ ପଳେଇଲେ ବୋଲି ଗଡ଼ିଆରେ କେମିତି ମଉଜ ମସ୍ତି କରୁଛନ୍ତି। ଏଇଟା ହେଉଛି ଆମର ଦେଶ ପୋଖରୀଟା। ଦେଶ ପୋଖରୀର ନିଲାମ ହେଇଗଲା ପରେ ଆମର ଗୋଟେ ଗ୍ରୁପ୍ ଧରିଥିଲେ ପୁଣି ଆଉ ଗୋଟେ ଗ୍ରୁପ୍ ଏଟା ନୂଆ ନେଲେ ତ ସେଇଥିପାଇଁ ଆମର ପୋଖରୀଟା ମାନେ ପାଣି ଶୁଖାଯାଉଛି। ପାଣି ଶୁଖିଲା ପରେ ମାଛ ଧରାଯିବ। ତାପରେ ପୁଣି ଆଉ ଥରେ ଅଲଗା ଗ୍ରୁପ୍ ପାଣି ଛାଡ଼ି ମାଛ ଛାଡ଼ିବେ ସେମାନେ ଆଉ ପାଣି ଭରିକି ମାଛ ଛାଡ଼ିବେ ଆଉ। ଆଜି ଯାହା ମାଛ ଥିଲା ସବୁ ଆମର ଛାଣି ଦିଆଯିବ ଆଜି ମାନେ ମାଛ ଧରି ଦିଆଯିବ। ଏଇ ଗୋଟେ ହାତରେ ଆଉ ଗୋଟେ ଛୋଟ ଛୋଟ ମୋ ପୁତୁରା ମାଛ ଧରିଛନ୍ତି। ମୋ ମାମୁଁ ଆସିକି ଦେଖୁଛନ୍ତି ଆଉ। ତାକୁ ପଚାରୁଛନ୍ତି କି ମାଛ ଧରିଲୁ। ମୋ ମୋବାଇଲଟା କ୍ଲିଅର ଆସୁନାହିଁ ବୋଲି ସେଇଥିପାଇଁ ଟିକେ ଝାପ୍ସା ଦେଖାଯିବ କାହିଁକିନା ମୋବାଇଲଟା ମୋର ଖରାପ ଅଛି। ଆଉ ସେଇଠି ମୋ ଖୁଡ଼ି ଆଉ ମାଉସୀ ସମସ୍ତେ ବସିକି ସେଠି ମାଛ ବାଛୁଛନ୍ତି ଚୁନା ମାଛର। ଏଇଟା ଦେଖିବ କାଦରେ ଏଇ ଛୁଆଟା କେମିତି ଖାଲି ମାଛ ଧରିବା ପାଇଁ ବ୍ୟସ୍ତ। ଏ ଧରିଲା ଗୋଟେ ମାଛ। ଆପଣମାନେ ଯଦି ମାଛ ଧରିବା ପାଇଁ ଇଚ୍ଛୁକ ଅଛନ୍ତି ତାହେଲେ ଆମର ଦେପଡ଼ା ଘାଟକୁ ଆସନ୍ତୁ। ମୟୂରଭଞ୍ଜ ଦେପଡ଼ା ଗାଁଟା ନାଁ ହେଉଛି ଦେପଡ଼ା। ଏଇ ପୋଖରୀରେ ବହୁତ ମାଛ ଅଛି। ମାଛ ଧରିବେ ଆଉ। ମାଛ ଯେଉଁମାନେ ପ୍ରିୟ ଅଛନ୍ତି ସେମାନେ ଆସନ୍ତୁ ମାଛ ଧରିବେ। ତାପରେ